ଦେଖନ୍ତୁ ସଦାକୁସୁମ ପାର୍କଟା କୋଭଳି ସୁନ୍ଦର ହେଇଛି। ଲକ୍ଷ୍ୟ କରନ୍ତୁ ଟିକେ ବନ୍ଧୁମାନେ। ରାନ୍ଦିଆରେ ଏଭଳି ପାର୍କ ଆଗରୁ କେବେ ଦେଖିନଥିଲି। କେତେ ସୁନ୍ଦର, ଏଠି ଗୋଟେ କେତେ ବଡ଼ ଡାଇନୋସର ମାଲ ବନା ଯାଇଛି। କେତେ ସୁନ୍ଦର ପାର୍କଟେ। ଏଠି କେତେ ଫୁଲ ଗଛ, କେତେ ସୁନ୍ଦର ଫୁଲ ଗଛ। ଥରେ ଏଠିକି ଆସିକି ଦେଖନ୍ତୁ ବନ୍ଧୁମାନେ, କେତେ ସୁନ୍ଦର ଲାଗୁଛି। ପୁରା ଶାନ୍ତ ପରିବେଶ। ଗୁଲିଆ କ'ଣ କହେ, ପାର୍କ ଦେଖି ତତେ କୋହଳା ଲାଗୁଛି? କେତେ ଫୁଲ ଗଛ, ଏଠି ଥରେ ଆସିକି ଦେଖନ୍ତୁ। କେତେ ସୁନ୍ଦର ଜାଗା, କେତେ ଶାନ୍ତ ପରିବେଶ, ନକର କଥା। ବନ୍ଧୁମାନେ କେତେବେଳେ ବୁଲତେ ଆସିବେ, ୟୁଟ୍ୟୁବ ଦେଖିଲେ, ୟୁଟ୍ୟୁବରୁ ଯାହା ଦେଖିଲେ ବି ଦେଖିବେ, ଥରେ ନିଜେ ଜାଗାକୁ ଆସିବେ। କେତେ ସୁନ୍ଦର ଲାଗୁଛି ଏ ପରିବେଶ। କିନ୍ତୁ ସଦାକୁସୁମ ପରିବେଶ ପାର୍କଟା ଏଠି କିଏ ଗୋଟେ ବନା ହେଇଛନ୍ତି ବୋଧେ, ଯିଏ ବନେଇଛନ୍ତି ବୋଧେ ତାଙ୍କ ନାଁରେ ହେଇଛି। ଆମେ ପାର୍କଟାକୁ ବୁଲିବାକୁ ଆସିଥିଲୁ, ଯଦିଓ ଚାବିଟା ଗେଟ୍ ଚାବି ପଡ଼ିଥିଲା, ଆମେ ଭିତରକୁ ଯାଇପାରୁନୁ। ବାହାରୁ ତୁମକୁ ଦେଖାଉଛୁ, ଖାଲି ଟିକେ ଦେଖନ୍ତୁ। ଏତେ ସୁନ୍ଦର ପାର୍କ ବାହାରୁ, ଖାଲି ଥରେ ଏଠିକି ବୁଲିବାକୁ ଆସନ୍ତୁ। ମାନେ କେତେ ସୁନ୍ଦର ଏଇ ଯେଉଁ ରାନ୍ଦିଆ ସଦାକୁସୁମ ପାର୍କ, ଏତେ ସାଇଲେଣ୍ଟ, ମାଇଣ୍ଡଫୁଲି ବସିପାରିବେ। ଟିକେ ଦେଖନ୍ତୁ। ଆଉ ଆମେ କ'ଣ କରିବୁ, ଆମେ ତ ଟିକେ ଲେଟ୍ରେ ଆସିଲୁ। ଦେଖିଲା ବେଳକୁ ଚାବି ପଡ଼ିଛି। ଚାବି ପଡ଼ିବା ଦ୍ୱାରା ଯାହା ବାହାର ପଟୁ ଭିଡ଼ିଓଟା କରୁଛି, ଟିକେ ନଜର କରନ୍ତୁ। ଆଉ ଖରାରେ ବହୁତ କଷ୍ଟରେ ବି ଆସିଛୁ ଏଠିକି, ସାଇକେଲ ଚଲେଇ ଚଲେଇ। ତେଣୁ ଦେଖିଲେ କମେଣ୍ଟରେ କ'ଣ କହିବେ ଆମକୁ ଆଉ।